ଭୁବନେଶ୍ୱରଠାରୁ ମାଲକାନଗିରି ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀ ବସ୍ରେ ନିଆଁ ଲାଗି ପୋଡ଼ିଯାଇଛି। ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବିଧାୟକଙ୍କ ସହ 30ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହି ବସ୍ରେ ଆସୁଥିବା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଏହା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତ୍ରରେ ଭୁବନେଶ୍ୱରଠାରୁ ମାଲକାନଗିରି ଅଭିମୁଖେ ନୀଳକଣ୍ଠେଶ୍ୱର ନାମକ ରଙ୍ଗ ଏକ ଘରୋଇ ବସ୍ଟି ଆସୁଥିଲା। ଆନ୍ଧ୍ରପ୍ରଦେଶ ରାମଭଦ୍ରପୁରମ ନିକଟରେ ଆଜି ଭୋରୁ ପ୍ରାୟ 3ଟା ପାଖାପାଖି ହେବ ହଠାତ୍ ବସ୍ରେ ନିଆଁ ଲାଗିଯାଇଥିଲା। ସେତେବେଳକୁ ସମସ୍ତ ଯାତ୍ରୀ ଶୋଇଯାଇଥିଲେ। ନିଆଁ ଲାଗିବା ଜାଣିପାରି ଡ୍ରାଇଭର ଅତି ସତର୍କତାର ସହିତ ବସ୍ଟିକୁ ରାସ୍ତା କଡ଼କୁ ନେଇ ସମସ୍ତ ଯାତ୍ରୀଙ୍କୁ ଉଠାଇଥିଲେ। ସେହି ବସ୍ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଥିଲେ। ଜରୁରୀକାଳୀନ ଦ୍ୱାର ସହିତ ସମସ୍ତ ଝରକା କବାଟ ଖୋଲିଦେଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଯାତ୍ରୀମାନେ ତଳକୁ ପଳାଇ ଆସିବା ପରେ ବସ୍ଟି ହୁତୁହୁତୁ ହୋଇ ଜଳିଯାଇଥିଲା। ପରେ ଦମକଳ ଓ ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟ ଏକ ବସ୍ରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ମାଲକାନଗିରିକୁ ପଠାଇ ଦିଆଯାଇଥିବାର ଜଣାପଡ଼ିଛି।